ଥରେ ବ୍ୟାଙ୍କରୁ କାମ ସାରି ପୁରୀ ବଡ଼ ଡାକ୍ତରଖାନା ଶିଶୁ ଭବନ ତଳେ ପଡ଼ିଥିବା ବେଞ୍ଚ ଉପରେ ବସି ମୁଁ ବିଶ୍ରାମ ନେଉଥାଏ। ମୋ ଠାରୁ ଅଳ୍ପ ଦୂରରେ ଏକ 7-8 ବର୍ଷର ଝିଅକୁ ଧରି ଜଣେ ଲୋକ ବସିଥାଏ। ଏହି ସମୟରେ ମେଡ଼ିକାଲର ଜଣେ କର୍ମଚାରୀ ଆସି ତାଙ୍କୁ ପଚାରିଲେ, ଡ୍ରୋନର ଆଣିଛ? ସେ କହିଲା, ବହୁତ ଚେଷ୍ଟା କଲି ଆଜ୍ଞା, ଡ୍ରୋନର ମିଳିଲେନି। ଡ୍ରୋନର ବୋଇଲେ ବ୍ଲଡ଼ ଡୋନର ଆଜ୍ଞା। ଆଜ୍ଞା ମୁଁ ବହୁତ ଚେଷ୍ଟା କରିଛି ହେଲେ ଯୋଗାଡ଼ କରିପାରିଲେନି। ଏହା ଶୁଣି ମେଡ଼ିକାଲ କର୍ମଚାରୀ ଜଣକ ବିରକ୍ତ ହେଉଥାନ୍ତି। କେମିତି ହେବ? ପ୍ରତି ମାସରେ ତାଙ୍କର ବ୍ଲଡ଼ ଦରକାର। ମୁଁ ପଚାରିଲି କ'ଣ ହେଇଛି କି? ସେ କହିଲା, ଆଜ୍ଞା ମୋ ଝିଅକୁ ଥାଲାସେମିଆ ହୋଇଛି, ପ୍ରତି ମାସରେ ତାର ବ୍ଲଡ଼ ଦରକାର। ଥାଲାସେମିଆ ହେଲେ ଶରୀରରେ ହେମୋଗ୍ଲୋବିନ୍ ତିଆରି ହୋଇପାରେନି, ଆଉ ହେମୋଗ୍ଲୋବିନ୍ ନଥିଲେ ରକ୍ତ କଣିକା ମଧ୍ୟ ସୃଷ୍ଟି ହୋଇପାରେନି, ଯାହାଦ୍ୱାରା ବଞ୍ଚିବା ମୁସ୍କିଲ ହୋଇଯାଏ। କିଛି ସମୟ ପାଇଁ ମୁଁ ସ୍ତବ୍ଧ ହୋଇଗଲି। ଆରେ ପ୍ରତି ମାସରେ ବ୍ଲଡ଼ ଦରକାର, କେତେ ସଂଗ୍ରହ କରିବ ସେ ଲୋକଟି? ଦୀର୍ଘଶ୍ୱାସଟିଏ ମାରି ମୁଁ ପଚାରିଲି, ଝିଅଟିର ବ୍ଲଡ଼ ଗ୍ରୁପ୍ କ'ଣ? ସେ କହିଲେ ବି ପଜିଟିଭ୍ ଆଜ୍ଞା। ଆରେ ମୋର ତ ବି ପଜିଟିଭ୍, ଚାଲ ଚାଲ ମୁଁ ବ୍ଲଡ଼ ଦେଇଦେବି। ଲୋକଟି କୃତକୃତ ହୋଇ ମୋ ପଛେ ପଛେ ବ୍ଲଡ଼ ବ୍ୟାଙ୍କ ଆଡ଼େ ଚାଲୁଥାଏ। ପଛରୁ କର୍ମଚାରୀ କହୁଥାନ୍ତି, ଆରେ ତୋ ପାଇଁ ଭଗବାନ ଆସିଗଲେ ରେ। ଆଜ୍ଞା ରକ୍ତଦାନ ମହାପୁଣ୍ୟ। ଆପଣ ବି ସମୟ ସମୟ ରକ୍ତଦାନ କରନ୍ତୁ, ଯେପରିକି ଆମ ବ୍ଲଡ଼ ବ୍ୟାଙ୍କରେ କାହା ପାଇଁ ରକ୍ତର ଅଭାବ ନ ହେଉ। ବିଚାର ଆପଣଙ୍କର। ଧନ୍ୟବାଦ।